ମାନେ ଆଜିର କ୍ଲାସ୍କୁ ପୁଣି ଥରେ ତୁମମାନଙ୍କୁ ସ୍ୱାଗତ। ଆମେ ସଂସ୍କୃତରେ ସୁଶିଷ୍ୟ ଉପମନ୍ୟୁ ଏବଂ ଭୌତିକ ପର୍ଯ୍ୟାବରଣର ବିଷୟଗୁଡ଼ିକର ପ୍ରଶ୍ନପତ୍ରଗୁଡ଼ିକ ଆଲୋଚନା କରିଥିଲୁ। ଆଜି ଆମେ ସେହି ଦିବ୍ୟ ପୁରୁଷ, ତେଜବାନ ପୁରୁଷ, ଜ୍ୟୋତି ପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ବିଷୟରୁ ଅବଜେକ୍ଟିଭ ପ୍ରଶ୍ନପତ୍ର ଗୁଡ଼ିକୁ ଆଲୋଚନା କରିବୁ। ଏହା ବହୁତ ଦରକାରୀ ଆମ ପାଇଁ, ବୋର୍ଡ଼ ପରୀକ୍ଷା ନିମନ୍ତେ, ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ନିମନ୍ତେ ବହୁତ ଦରକାର ଆମ ପାଇଁ। ତେଣୁ ଏଗୁଡ଼ିକୁ ଆମେ ଗୋଟି ଗୋଟି ଆଲୋଚନା କରିବୁ ଏବଂ ଏହା ହିଁ ପରୀକ୍ଷାରେ ହିଁ ଆସିବ। ତେଣୁ ଭଲ ଭାବରେ ବୁଝିବା, ଓଡ଼ିଆରେ ବୁଝିବା, ସଂସ୍କୃତ ପଢ଼ିବା, ଓଡ଼ିଆରେ ବୁଝିବା, ତାକୁ ଆଲୋଚନା କରିବା। ଚାଲନ୍ତୁ ପ୍ରଥମ କ୍ୱେଶ୍ଚନ୍ କ'ଣ ଅଛି? ମାତା ଉକ୍ତବତୀ ପୁତ୍ର ଆଜୀବନଂ ଭବ। ମାତା କହୁଥିଲେ, ଉକ୍ତବତୀ କହୁଥିଲେ, ପୁତ୍ର ଆଜୀବନଂ ଭବ। ଡ୍ୟାସ୍ ଭବ, ଆଜୀବନಂ ଡ୍ୟାସ୍ ଭବ ନା ଆଜୀବନମ ପବିତ୍ର ଭବ। ମାତା ପୁଅକୁ କହୁଥିଲେ, ରେ ପୁତ୍ର ତୁମେ ଜୀବନ ଥିବା ପର୍ଯ୍ୟନ୍ତ ପବିତ୍ର ହେଇକି ରୁହ। ଏହାର ଆନ୍ସର ହେଉଛି 1 ନମ୍ବର ଡି, ପବିତ୍ର ହୁଅ, ଆଜୀବନମ ପବିତ୍ର ଭବ। ନେକ୍ସଟ 2 ନମ୍ବର, ବିବେକାନନ୍ଦସ୍ୟ ଡ୍ୟାସ୍ ନିତରାମ ପ୍ରଖର ଆସୀତ୍। ବିବେକାନନ୍ଦଙ୍କର ଡ୍ୟାସ୍ ନିତରାମ ପ୍ରଖର ଆସୀତ୍, ସବୁବେଳେ ପ୍ରଖର କ'ଣ ଥିଲା ତାଙ୍କର? ନା ଶ୍ରୁତି, ନା ବୁଦ୍ଧି, ନା ମତି, ନା ସ୍ମୃତି। ତାଙ୍କର ସ୍ମୃତିଟା ସବୁବେଳେ ପ୍ରଖର ଥିଲା, ଅତ୍ୟନ୍ତ ତେଜିଆନ ଥିଲା, ସବୁବେଳେ ତେଜ ଥିଲା। ସ୍ମୃତି ହିଁ ସ୍ମୃତି ଅର୍ଥାତ୍ ସ୍ମରଣ କରିବାର, ମନେ ରଖିବାର ଶକ୍ତିଟା ଅତ୍ୟନ୍ତ ପ୍ରଖର ଥିଲା ବିବେକାନନ୍ଦଙ୍କର। 2 ନମ୍ବର ଆନ୍ସର ହେଉଛି ବି, ଅତ୍ୟନ୍ତ ପ୍ରଖର ଥିଲା। 2 ନମ୍ବର ବି, ଅତ୍ୟନ୍ତ ପ୍ରଖର ଥିଲା। ନେକ୍ସଟ 3 ନମ୍ବର, ଈଶ୍ୱରସ୍ୟ ପୁତ୍ରାଃ ନ ଖଲୁ କୀଦୃଶାଃ। ଈଶ୍ୱରଙ୍କର ପୁତ୍ରମାନେ କିପରି ହୋଇଥାନ୍ତି? ନିଶ୍ଚିତ ଭାବରେ କ'ଣ ହୋଇଥାନ୍ତି? ନା ଈଶ୍ୱରଙ୍କର ପୁତ୍ରମାନେ ସର୍ବଦା ଦୀର୍ଘଜୀବୀ ନ ହୋଇଥାନ୍ତି, ଦୀର୍ଘଜୀବୀ ହୋଇଥାନ୍ତି। ଯେଉଁମାନେ ଈଶ୍ୱରଙ୍କର ପୁତ୍ର, ଈଶ୍ୱର ଯେଉଁମାନଙ୍କୁ ଜନ୍ମ ଦେଇଥାନ୍ତି ଏତିକି ଦିନ ପାଇଁ, ସେମାନେ କ'ଣ ହୋଇଥାନ୍ତି? ନା ଦୀର୍ଘଜୀବୀ ନ ଭବତି, ଦୀର୍ଘଜୀବୀ ହୋଇନଥାନ୍ତି ସେମାନେ। ଈଶ୍ୱରଙ୍କର ପୁତ୍ର ଯେତିକି ଆସିଥାନ୍ତି ସେମାନେ ଅଳ୍ପ ଦିନ ପାଇଁ ଆସିଥାନ୍ତି ଏବଂ କିଛି ଭଲ କାମ କରିଦେଇଥାନ୍ତି। ତେଣୁ ସେମାନେ ଦୀର୍ଘଜୀବନ ପାଇଁ ଆସି ନ ଖଲୁ କୀଦୃଶାଃ, କିପରି ପୁତ୍ରମାନେ ହୋଇଥାନ୍ତି? ନା ନ ଦୀର୍ଘଜୀବନ, ସେମାନେ ଦୀର୍ଘଜୀବୀ ହୋଇ ନଥାନ୍ତି। 3 ନମ୍ବର ଏ ଆନ୍ସର ହେଉଛି 3 ନମ୍ବର, ଦୀର୍ଘଜୀବୀ ହୋଇ, ଈଶ୍ୱରଙ୍କର ପୁତ୍ରମାନେ ଦୀର୍ଘଜୀବୀ ହୋଇ ନଥାନ୍ତି। ନେକ୍ସଟ 4 ନମ୍ବର, ମହାମାନବାଃ ଡ୍ୟାସ୍ ନା ମହାମାନବାଃ ଦିବ୍ୟ ପୁରୁଷାଃ। ମହାମାନବ କିପରି ହୋଇଥାନ୍ତି? ନା ମହାନ ମାନବ ମାନେ ଯେଉଁମାନେ ଦିବ୍ୟ ପୁରୁଷ ହୋଇଥାନ୍ତି, କିଛି ଦିବ୍ୟ ଶକ୍ତି ତାଙ୍କ ପାଖରେ ଥାଏ। 4 ନମ୍ବର ସି, ଦିବ୍ୟ ପୁରୁଷାଃ, ମହାମାନବ ମାନେ ଦିବ୍ୟ ପୁରୁଷ ହୋଇଥାନ୍ତି। ନେକ୍ସଟ 5 ନମ୍ବର, ଯଜ୍ଞ ଗୁରୋଃ ଯଜ୍ଞ ଶିଷ୍ୟସ୍ୟ ଚ ସଂଯୋଗଃ ଡ୍ୟାସ୍। ଯଜ୍ଞ ଗୁରୁଙ୍କର ଏବଂ ଯଜ୍ଞ ଶିଷ୍ୟଙ୍କର ସଂଯୋଗ କେମିତି ହେଇଥାଏ? ନା ଦେବତା ଯଦି ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚାଇ ଦେଇଥାନ୍ତି ତାଙ୍କୁ, ଯଜ୍ଞ ଗୁରୁ ଏବଂ ଯଜ୍ଞ ଶିଷ୍ୟଙ୍କର ଯଦି ସଂଯୋଗ କିପରି ହେଇଥାଏ? ନା ଦୈବ ନିର୍ଦ୍ଦିଷ୍ଟ, ଦେବତା ସଂଯୋଗରୁ ଦୈବ ନିର୍ଦ୍ଦିଷ୍ଟ। 5 ନମ୍ବର ସି, ଉତ୍ତମ ଗୁରୁକୁ ଉତ୍ତମ ଶିଷ୍ୟ ମିଳିବ କେମିତି? ନା ଦେବତା ମାନଙ୍କର ସଂଯୋଗରୁ, ଦେବତା ଯଦି ତାଙ୍କୁ ଠିକ୍ ସଂଯୋଗ କରାଇବେ ଉତ୍ତମ ଗୁରୁ ଏବଂ ଉତ୍ତମ ଶିଷ୍ୟକୁ, ତାହେଲେ ତାଙ୍କର ସଂଯୋଗ ହୋଇପାରିବ ଦୈବ ନିର୍ଦ୍ଦିଷ୍ଟ। ପିଲାମାନେ ମନେ ରଖିବ, ଦୈବ ନିର୍ଦ୍ଦିଷ୍ଟ ବହୁତ ଇମ୍ପୋର୍ଟାଣ୍ଟ। ବିବେକାନନ୍ଦସ୍ୟ ଗମ୍ଭୀର ସ୍ୱରଃ ଡ୍ୟାସ୍ ହୃଦୟାନ୍ ସ୍ପୃଶତି ସ୍ମ। ବିବେକାନନ୍ଦଙ୍କର ଗଭୀର ସ୍ୱର କେଉଁମାନଙ୍କ ହୃଦୟକୁ ସ୍ପର୍ଶ କରିଯାଉଥିଲା? ନା ଶତ୍ରୁଣାମ୍, ଯେଉଁମାନେ ଶୁଣୁଥିଲେ ତାଙ୍କର ଭାଷଣକୁ। ହେଲା, ବିବେକାନନ୍ଦଙ୍କର ଗଭୀର ସ୍ୱର, ଅତ୍ୟନ୍ତ ଗଭୀର ସ୍ୱର କେଉଁମାନଙ୍କ ହୃଦୟକୁ ସ୍ପର୍ଶ କରୁଥିଲା? ନା ଶତ୍ରୁଣାମ୍। 6 ନମ୍ବର ଏ, ଶ୍ରୋତା, ଯେଉଁମାନେ ଶୁଣୁଥିଲେ। ବିବେକାନନ୍ଦ ଯେଉଁ ଭାଷଣ ଦେଇଥିଲେ ଆମେରିକାର ଚିକାଗୋ ସହରରେ, ତେଣୁ ଶ୍ରୋତା ଯେଉଁମାନେ ଶୁଣନ୍ତି, ବକ୍ତା ଯିଏ କହେ, ବିବେକାନନ୍ଦ ବକ୍ତା ଥିଲେ, ଶୁଣୁଥିଲେ ଶତ୍ରୁଣାମ୍, ଶ୍ରୋତାମାନଙ୍କର ହୃଦୟକୁ ସ୍ପର୍ଶ କରିଯାଇଥିଲା। 7 ନମ୍ବର, ବିବେକାନନ୍ଦ ରାମକୃଷ୍ଣ ନାମ୍ନା ମଠଂ କୁତ୍ର ସ୍ଥାପିତବାନ୍। ବିବେକାନନ୍ଦ ରାମକୃଷ୍ଣ ନାମରେ ମଠକୁ କେଉଁଠାରେ ସ୍ଥାପିତ କରିଥିଲେ? ବହୁତ ସହଜ କ୍ୱେଶ୍ଚନ୍। ନା ବେଲୁର ଗ୍ରାମରେ, କଲିକତାର ଯେଉଁ ବେଲୁର ମଠ ଅଛି, ବେଲୁର ଗ୍ରାମ, ସେ ବେଲୁର ଗ୍ରାମରେ ରାମକୃଷ୍ଣ ନାମରେ ଗୋଟେ ମଠ ସ୍ଥାପନ କରୁଥିଲେ, ତାଙ୍କ ଗୁରୁଙ୍କ ନାମରେ ଗୋଟେ ମଠକୁ ସ୍ଥାପନ କରିଥିଲେ। 7 ନମ୍ବର ସି, ବେଲୁର ଗ୍ରାମେ। 8 ନମ୍ବର, ମହାମାନବାଃ କୀଦୃଶାଃ।
ମହାମାନବାଃ କୀଦୃଶାଃ ନା ମହାମାନବାଃ କିପରି ହେଇଥାନ୍ତି ନା ଦିବ୍ୟ ପୁରୁଷାଃ ମହାମାନବ ମାନେ ଦିବ୍ୟ ପୁରୁଷ ହୋଇଥାନ୍ତି। ପଢ଼ିଲେ ଆମେ ସେତେବେଳେ ମହାମାନବ ଗୁଡ଼ିକ କିପରି ହୋଇଥାନ୍ତି ନା ଦିବ୍ୟ ପୁରୁଷ। 8 ନମ୍ବର ବି ଦିବ୍ୟ ପୁରୁଷାଃ। ନେକ୍ସଟ 9 ନମ୍ବର ଯଜ୍ଞ ଗୁରଃ ଯଜ୍ଞ ଶିଷ୍ୟଶ୍ଚ ସଞ୍ଜଃ କୀଦୃଶ ଆସୀତ୍। ଏବେ ପଢ଼ିଲେ ଆମେ ଦୈବ ନିର୍ଦ୍ଦିଷ୍ଟ ପୁଣି ଆଉଥରେ ଦେଇଦେଇଛି ଦୈବ ନିର୍ଦ୍ଦିଷ୍ଟ ଯଜ୍ଞ ଗୁରୁ ଯଜ୍ଞ ଶିଷ୍ୟଙ୍କର ସଂଯୋଗ କେବଳ ଦେବତାଙ୍କର ସଂଯୋଗ ନିର୍ଦ୍ଦିଷ୍ଟ ଦେବତାଙ୍କ ଦ୍ୱାରା ହିଁ ସଂଯୋଗ ହୋଇଥାଏ ସେଟା ଦୈବ ନିର୍ଦ୍ଦିଷ୍ଟ। 9 ନମ୍ବର ସି। 10 ନମ୍ବର ଆତ୍ମନଃ ପ୍ରକାଶଃ ଡ୍ୟାଶ୍ ଚ ସଫଳ ଜୀବନ ନିଜକୁ ପ୍ରକାଶ କରିବା ଏବଂ ଡ୍ୟାଶ୍ ଚ ମାନେ ଏବଂ ବିକାଶ କରିବା ଆତ୍ମନ ପ୍ରକାଶ ନିଜକୁ ପ୍ରକାଶିତ କରିବା ଏବଂ ବିକଶିତ କରିବା। 10 ନମ୍ବର ସି ସଫଳ ଜୀବନମ ଭବତି ଇଏ ହେଉଛି ସଫଳ ଜୀବନ। ଆତ୍ମନ କ'ଣ ନିଜକୁ ପ୍ରକାଶିତ ଏବଂ ବିକଶିତ କରିବା ହେଉଛି ସଫଳ ଜୀବନ ଅଟେ। 10 ନମ୍ବର ସି। 11 ନମ୍ବର का विवेकानंदस्य माता विवेकानंदଙ୍କର ମାତା କିଏ ଥିଲେ ବହୁତ ସହଜ କ୍ୱେଶ୍ଚେନ୍। 11 ନମ୍ବର ବି ଭୁବନେଶ୍ୱରୀ ଦେବୀ ତାଙ୍କର ମାତା ଥିଲେ ଭୁବନେଶ୍ୱରୀ ଦେବୀ। 12 ନମ୍ବର ବିବେକାନନ୍ଦस्य ବାଲ୍ୟ ନାମ କି ବିବେକାନନ୍ଦଙ୍କର ପିଲାବେଳର ନାମ କ'ଣ ଥିଲା ବାଲ୍ୟ ନାମ ନା ନରେନ୍ଦ୍ରନାଥ। 12 ନମ୍ବର ଡି ପିଲାଦିନର ନାମ ଥିଲା ନରେନ୍ଦ୍ରନାଥ। 12 ନମ୍ବର ଡି। 13 ନମ୍ବର ବେଲୁର ଗ୍ରାମ କୁତ୍ର ବର୍ତ୍ତତେ ବେଲୁର ନାମକ ଗ୍ରାମ କେଉଁଠାରେ ରହିଛି କୁତ୍ର ମାନେ କେଉଁଠାରେ ବର୍ତ୍ତତେ ରହିଛି ନା କଲିକତାୟାମ ବେଲୁର ଗ୍ରାମ କଲିକତାରେ ଅବସ୍ଥିତ କୋଲକାତାରେ ଅବସ୍ଥିତ। 13 ନମ୍ବର ଏ କୋଲକାତାୟାମ। 14 ନମ୍ବର ବିବେକାନନ୍ଦମ କମ୍ ନିକଷାମ ଗତବାନ ବିବେକାନନ୍ଦ କାହା ନିକଟକୁ ଯାଇଥିଲେ ଈଶ୍ୱରଙ୍କର ଅନୁସନ୍ଧାନ କରିବା ପାଇଁ ନା ବିବେକାନନ୍ଦ ତାଙ୍କର ଗୁରୁ ରାମକୃଷ୍ଣମ କମ୍ ରାମକୃଷ୍ଣମ ତେଣୁ ରାମକୃଷ୍ଣଙ୍କ ନିକଟକୁ ନିକଷ ମାନେ ନିକଟକୁ ଯାଇଥିଲେ ଗତବାନ ତେଣୁ ରାମକୃଷ୍ଣମ। 14 ନମ୍ବର ବି ରାମକୃଷ୍ଣମ। 15 ନମ୍ବର କେଶାମ କୃତେ ତସ୍ୟ ହୃଦୟ ବିଗଳିତମ ଆସୀତ୍ କେଉଁମାନଙ୍କ ପାଇଁ ତାଙ୍କର ହୃଦୟ ସବୁବେଳେ ତରଳି ଯାଉଥିଲା ବିଗଳିତ ହୋଇଯାଉଥିଲା ନା ଦରିଦ୍ରାଣାମ ଦରିଦ୍ର ଲୋକମାନଙ୍କ ପାଇଁ ବିବେକାନନ୍ଦଙ୍କର ହୃଦୟ ସର୍ବଦା ତରଳି ଯାଉଥିଲା ବିଗଳିତମ ଆସୀତ୍ ବିଗଳିତ ହୋଇଯାଉଥିଲା। 15 ନମ୍ବର ସି। 15 ନମ୍ବର ସି। ନେକ୍ସଟ 16 ନମ୍ବର ବିବେକାନନ୍ଦस्य ସ୍ମୃତି ହିଁ କୀଦୃଶୀ ଆସୀତ୍ ବିବେକାନନ୍ଦଙ୍କ ସ୍ମୃତି ଅର୍ଥାତ୍ ମନେ ରଖିବାର ସ୍ମରଣ ଶକ୍ତିଟା କିପରି ଥିଲା ତାଙ୍କର ବୁଦ୍ଧି ବା ସ୍ମୃତିଟା ଅତ୍ୟନ୍ତ ପ୍ରଖରା ଥିଲା ସ୍ମୃତି ସ୍ତ୍ରୀଲିଙ୍ଗ ସେଥିପାଇଁ ପ୍ରଖରା ଦେଲା। 16 ନମ୍ବର ଡି ଆନ୍ସର ହେଉଛି 16 ନମ୍ବର ଡି ତାଙ୍କର ବୁଦ୍ଧି ଅତ୍ୟନ୍ତ ପ୍ରଖରା ଥିଲା ବିବେକାନନ୍ଦस्य ସ୍ମୃତି ହିଁ କୀଦୃଶୀ ଆସୀତ୍ କିପରି ଥିଲା ନା ପ୍ରଖରା ଥିଲା ଅତ୍ୟନ୍ତ ପ୍ରଖରା ଥିଲା। 16 ନମ୍ବର ଡି। 17 ନମ୍ବର କୁତ୍ର ବିଶ୍ୱଧର୍ମ ସମ୍ମିଳନ ଅଂଶଗ୍ରହଣ କୃତବାନ ସେ କେଉଁଠାରେ ବିଶ୍ୱଧର୍ମ ସମ୍ମିଳନୀ ଅଂଶଗ୍ରହଣ କରିଥିଲେ ଜାଣିଛେ ଆମେରିକାର ଚିକାଗୋ ନଗରରେ ବିଶ୍ୱଧର୍ମ ସମ୍ମିଳନୀ ଚାଲୁଥିଲା ସେଠାରେ ସେ ଅଂଶଗ୍ରହଣ କରିଥିଲେ। 17 ନମ୍ବର ଡି ଆମେରିକାର ଚିକାଗୋ ନଗରରେ ବିଶ୍ୱଧର୍ମ ସମ୍ମିଳନୀରେ ସେ ଅଂଶଗ୍ରହଣ କରିଥିଲେ। ନେକ୍ସଟ 18 ସହ କସ୍ୟାଃ ଉପଦେଶମ ସ୍ୱଜୀବନେ ଆଚରିତବାନ ସେ କାହାର ଉପଦେଶକୁ ସ୍ୱ ମାନେ ନିଜ ଜୀବନ ମାନେ ଜୀବନରେ ଆଚରିତବାନ ଆଚରଣ କରୁଥିଲେ ବା ପରିପାଳନ କରୁଥିଲେ ସେ ମାତୁହୁ ମାଙ୍କର ଉପଦେଶକୁ ଷଷ୍ଠୀ ବିଭକ୍ତି ମାତୁହୁ। 18 ନମ୍ବର ଏ ମାତୁହୁ ଉପଦେଶମ ସ୍ୱଜୀବନେ ଆଚରିତବାନ ମାଙ୍କର ଉପଦେଶକୁ ସେ ନିଜ ଜୀବନରେ ଆଚରଣ କରୁଥିଲେ ପାଳନ କରୁଥିଲେ। ବିବେକାନନ୍ଦ କସ୍ମିନ୍ ବର୍ଷେ ଦିବ୍ୟ ଧାମ ଗତବାନ ବିବେକାନନ୍ଦ କେଉଁ ବର୍ଷରେ ଦିବ୍ୟ ଧାମ ଇହଲୀଳା ସମ୍ବରଣ କରିଥିଲେ ମୃତ୍ୟୁବରଣ କରିଥିଲେ ନା ବିବେକାନନ୍ଦ 1902 ଜୁଲାଇ ମାସ 4 ତାରିଖରେ। ତେଣୁ ବହୁତ ସହଜ କ୍ୱେଶ୍ଚେନ୍ 1902 ମସିହାରେ ଦିବ୍ୟ ଧାମକୁ ଦେବତାମାନଙ୍କ ଧାମକୁ ଚାଲି ଯାଇଥିଲେ ସେ। 19 ନମ୍ବର ସି ଦିବ୍ୟ ଧାମ 19 ନମ୍ବର ସି 1902 ମସିହାରେ ଜୁଲାଇ 4 ତାରିଖରେ ସେ ଦିବ୍ୟ ଧାମ ଯାଇଥିଲେ। 20 ନମ୍ବର ବିବେକାନନ୍ଦ ରାମକୃଷ୍ଣ ପରମହଂସମ ଡ୍ୟାସ୍ ସ୍ୱୀକୃତବାନ ବିବେକାନନ୍ଦ ରାମକୃଷ୍ଣ ପରମହଂସମ ବାଳକମ ରାମକୃଷ୍ଣ ପରମହଂସକୁ ଡ୍ୟାସ୍ ସ୍ୱୀକୃତବାନ କ'ଣ ବୋଲି ଗ୍ରହଣ କରିଥିଲେ ନା ଗୁରୁ ରୂପେଣ ଯାଇଥିଲେ ଗୁରୁଙ୍କୁ ଈଶ୍ୱରଙ୍କର ଅନୁସନ୍ଧାନ କରିବା ପାଇଁ ପ୍ରକୃତ ଗୁରୁଙ୍କର ଅନୁସନ୍ଧାନ କରିଥିଲେ ତେଣୁ ରାମକୃଷ୍ଣ ପରମହଂସକୁ ସେ ଗୁରୁ ରୂପରେ ସ୍ୱୀକାର କରିଥିଲେ ସ୍ୱୀକୃତବାନ ଗୁରୁ ରୂପେଣ। 20 ନମ୍ବର ଡି।
नेक्स्ट 21 विवेकानंद डैश विश्व धर्म सम्मेलन अंशग्रहण कृतवान विवेकानंद केउठारे विश्व धर्म सम्मेलन अंशग्रहण करते पढ़िले आम चिकागो नगर अमेरिकार चिकागो नगर रे 21 नंबर डी 22 नंबर महामानवाहा कथम पृथ्वी अवतरती महामानव माने कौन पाइबा कहीं पृथ्वी को अवतरण कर आसी ना महामानव माने कल्याणार्थम कल्याण करने जगतर कल्याण करने पृथ्वी को पृथ्वी पृष्ठ को अवतरण करथांती 22 नंबर बी कल्याणार्थम कल्याण करने महामानव मैंने आसी 23 नंबर अयम शुभ मुहूर्त डैश प्रतीक्षित ये हूँ प्रकृत में शुभ मुहूर्त अटे मत अपेक्षा करिछि हैला किए कहते विवेकानंद जो कन्याकुमारी जहाँ पहरिकी पलि जाते चिकागो नगर को है कन्याकुमारी ध्यान बसवा समय से जापारे जे ये हूँ अत्यंत शुभ मुहूर्त से कौन कले ये हूँ मत अपेक्षा कर कौन अपेक्षा कर विश्व कल्याणार्थ विश्वर कल्याण करने विश्वर कल्याण करने यह हूँ शुभ मुहूर्त तेणु अपेक्षा करिछि विवेकानंद को तेणु 23 नंबर आंसर हूँ बी विश्व कल्याणार्थम 24 नंबर 4 जुलाई डैश मिते दिवसे विवेकानंद इह लीलाम समाप्य दिव्यधाम गतवान ना 4 जुलाई 1902 एवं कहली मसीहारे विवेकानंद इह लीला समापन करिकी दिव्यधाम को जाइथिले हैला 1902 मसीहा 24 नंबर बी 1902 मसीहारे से इह लीला संवरण करते 24 नंबर बी इह लीला संवरण 1902 25 कह विवेकानंद से माता पिता विवेकानंद पिता किए थे ना विश्वनाथ दत्त ये सहज क्वेश्चन विवेकानंद पिता थे विश्वनाथ दत्त 25 नंबर ए डैश व्याकुलित असौ रामकृष्ण परमहंसम निकषाम गतः किए व्याकुलित होकर रामकृष्ण परमहंस निकट जाइए ना विवेकानंद व्याकुलित होइकी रामकृष्ण परमहंस निकट जाइए कौथिपाई जाइए रामकृष्ण परमहंस निकट जाइए व्याकुलित होइकी डैश होइकी ना ईश्वरंकर अनुसंधान करने प्रकृत में ईश्वरंकर अनुसंधान करने रामकृष्ण परमहंस निकट को जाइए किए जाइए विवेकानंद जाइए तेणु कौन जाइए ना ईश्वरंकर अनुसंधान 26 नंबर ए ईश्वर अनुसंधाने नेक्स्ट 27 देखिबा बाबा बहुत बढ़िया क्वेश्चन भुवनेश्वर देवी नरेंद्रनाथम स्नेहन किमितु आहुतवती भुवनेश्वर देवी नरेंद्र को स्नेहरे कौन बोली डाकुले आम जाने बिल्लू बोली डाकुले 27 नंबर ए बी 27 नंबर बी बिल्लू बोली डाकुले माँ पुओ को नरेंद्र को स्नेहरे बिल्लू बोली डाकुले नेक्स्ट बाबा 28 नंबर कस्मिन नरेंद्रनाथ से पूर्ण विश्वास जात काहाठारे नरेंद्रंकर पूर्ण विश्वास थिला ना रामकृष्ण परमहंसे तांको गुरु थिले जो रामकृष्ण परमहंसे तांको ठारे तांकर संपूर्ण भाव में विश्वास थिला 28 नंबर सी 29 देखिया बाबा मातुः उपदेशम विवेकानंद कुत्र आचरितवान मातंकर उपदेश को विवेकानंद केउठार आचरण करते ना जाने आम स्वजीवने माँ उपदेश को विवेकानंद निज जीवन में परिपालन करते आचरण करुले 29 नंबर बी स्वजीवने 30 नंबर डैश उपदेशम सह स्वजीवन आचरितवान पढ़ले कहार उपदेश को निज जीवन आचरण करते मातुः माँ उपदेश को से निज जीवन में परिपालन करते 30 नंबर ए मातुः डैश इति नगरे विवेकानंद से जन्म कोलकाता नगर रे विवेकानंद जन्म होते कलिकता सहर में विवेकानंद जन्मग्रहण करते 31 नंबर ए कोलकाता 32 डैश कृते विवेकानंद से हृदय विगलित आसीत क्यों मानक विवेकानंद हृदय तली जाता पढ़िले आम दरिद्राणाम दरिद्र लोक मान हृदय तली जाऊला 32 नंबर सी 33 भुवनेश्वरी देवी विश्वनाथ दत्त हच विवेकानंद से डैश भुवनेश्वरी देवी विश्वनाथ दत्त विवेकानंद किए थे माता पितरौ माता एवं पिता थे माता थे भुवनेश्वरी देवी पिता थे विश्वनाथ दत्त आंसर हूँ 33 नंबर बी माता पितरौ बहुवचन द्विवचन अच्छी माने माता पितरौ डैश विवेकानंद से पूर्ण विश्वास जात काहाटारे विवेकानंद पूर्ण विश्वास थिला पढ़िले एबे रामकृष्ण परमहंस ठारे संपूर्ण भाव विश्वास थिला 34 नंबर डी लास्ट डैश दिव्य पुरुष
लास्ट क्वेश्चन डैश दिव्य पुरुष किए दिव्य पुरुष माने ना महामानव माने दिव्य पुरुष अटंती जब आसी पृथ्वी को महामानव से माने ही दिव्य पुरुष होता 35 नंबर बी दिव्य पुरुष माने महामानव अटंती तेणु पिला माने आज आम एतिक पढ़िलु 35 क्वेश्चन आलोचना कलु स्वामी विवेकानंदर एवं यार परवर्ती क्वेश्चन गुड़िक आम सेकेंड भाग में आणबू आशा करुँ समस्त को भल लगी केमी लगुच मत जनइबे कमेंट्रे मोर चैनल को सब्सक्राइब करेंगे पिला माने एवं शेयर करेंगे पिला माने पढ़ी पारे समस्त पिला माने तेणु आज केमी लगिला मत जनइबे कमेंट कर जनइबे रोची जय जगन्नाथ।